Once again, hello dear subscribers. ମୁଁ ସୌମିତ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଷ୍ଟଡି ୱିଥ୍ ସୌମିତ ୟୁଟ୍ୟୁବ ଚ୍ୟାନେଲକୁ। Dear friends or dear subscribers, ଆଜିର ଏଇ ଯୋଉ କ୍ଲାସଟି ରହିଛି এই କ୍ଲାସଟି ସମ୍ପୂର୍ଣ୍ଣ ରୂପେ ରହିଛି ଏକ ନିଆରା ରୂପରେ ଏବଂ ନିଆରା ଢଙ୍ଗରେ ଉପସ୍ଥାପିତ କରିବାକୁ ଯାଉଛି ଗୋଟେ କରେଣ୍ଟ ଇଭେଣ୍ଟକୁ। ଯୋଉ କରେଣ୍ଟ ଇଭେଣ୍ଟ ବା ଯୋଉ କରେଣ୍ଟ ଅଫେୟାର୍ସଟି ରହିଛି ସେଇ ଅଫେୟାର୍ସଟି ଜାଣିବା ପୂର୍ବରୁ ପ୍ରଥମେ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ এই କ୍ଲାସ ରିଗାର୍ଡିଂ ଯାହା ବି ଡାଉଟ୍ ରହିଛି ତାହା କମେଣ୍ଟ ସେକ୍ସନରେ ନିହାତି ଜଣେଇବେ। ତ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଆଜିର କ୍ଲାସଟି। ଆଶା କରୁଛି ସମସ୍ତେ ଭଲରେ ଥିବ ଏବଂ ଏହିପରି ଭାବରେ ଆଗକୁ ବଢି ଚାଲିବ। ଦେଖନ୍ତୁ ଆଜିର ଇମ୍ପୋର୍ଟାଣ୍ଟ ଅଫେୟାର୍ସଟି ରହିଛି କ'ଣ ନା ପ୍ଲାଷ୍ଟିକ ଇନ୍ ୟୋର ୱାଲେଟ୍। ନା ଆଜି ତମ ୱାଲେଟରେ କ'ଣ ରହିଛି ନା ପ୍ଲାଷ୍ଟିକ ରହିବ। କ'ଣ ପ୍ଲାଷ୍ଟିକ ନା ସେଇ ପ୍ଲାଷ୍ଟିକକୁ ଆଜି ବର୍ତ୍ତମାନ ଆଲୋଚନା କରିବା। ସେ ପ୍ଲାଷ୍ଟିକ ରହିଛି ନା ଦ ଆରବିଆଇ's ମାଷ୍ଟର ପ୍ଲାନ ଫର ପଲିମେୟର ବ୍ୟାଙ୍କ ନୋଟ୍ସ। ନା ଯୋଉ ପଲିମେୟର ବ୍ୟାଙ୍କ ନୋଟ ଯାହା ବି ରହିଲା ସେ ବ୍ୟାଙ୍କ ନୋଟ୍ସ ଯାକ ଯୋଉ ପଲିମେୟରେ ତିଆରି କରିବା ପାଇଁ ପ୍ଲାନିଂ କରିଛି ଆରବିଆଇ, ସେଇଟା ହେଉଛି ଆଜିର ମୋଷ୍ଟ ଇମ୍ପୋର୍ଟାଣ୍ଟ ଟପିକ। ତ ଆଜି ସେଇ ଟପିକ ରିଗାର୍ଡିଂ କିଛି ଆମେ ବ୍ୟାକଗ୍ରାଉଣ୍ଡରେ ଥିବା କିଛି ବେସିକ ଜାଣିବା। ସେ ବେସିକରେ କ'ଣ ରହିଛି ସେ ବେସିକକୁ ବର୍ତ୍ତମାନ ଆଲୋଚନା କରିବା। ନା ଟୋଟାଲି ଏକ ଇଭେଣ୍ଟ ଆସିଛି କ'ଣ ନା ତମର ପ୍ଲାଷ୍ଟିକ ନୋଟ ତିଆରି ହେବାକୁ ଯାଉଛି। ଦେଖିପାରୁଥିବ ଏପଟ ସାଇଡଟା ପୁରା ପ୍ଲାଷ୍ଟିକର ଏବଂ ଏଇପଟ ସାଇଡଟା ପୁରା କାଗଜରେ ତିଆରି। ଯୋଉ ଆରବିଆଇ ର ଫୁଲ ଫର୍ମ ତମେ ନିହାତି ରୂପେ ଜାଣିଥିବ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଦ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କ'ଣ କରୁଛି ନା ଏଇ ଯୋଉ କାଗଜର ନୋଟଟି ନଷ୍ଟ ହେଇଯାଉଛି କିଛି ସମୟ ପରେ ତାକୁ ରୋକିବା ପାଇଁ ଏକ ପଲିମେୟର ବା ପ୍ଲାଷ୍ଟିକର ନୋଟଟି ତିଆରି କରିବାକୁ ଯାଉଛି। ତ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟିକୁ ଚାଲନ୍ତୁ ଆଲୋଚନା କରିବା। ତ ବର୍ତ୍ତମାନ ଗୋଟେ ଭିଜୁଆଲ ରହିଛି ନା କଷ୍ଟ ଅଫ ପ୍ରିଣ୍ଟିଂ ଇଣ୍ଡିଆନ କରେନ୍ସି। ଅର୍ଥାତ୍ ଇଣ୍ଡିଆନ ଯୋଉ କରେନ୍ସି ରହିଛି, ଯୋଉ ଟଙ୍କା ରହିଛି, ସେ ଟଙ୍କାକୁ ତିଆରି କରିବାର କଷ୍ଟ କ'ଣ ରହିଛି ଚାଲନ୍ତୁ ପ୍ରଥମେ ଜାଣିବା। ନା କଷ୍ଟ କ'ଣ ରହିଛି ଦେଖନ୍ତୁ, ଆମେ ମେନଲି 3 ଟାଇପର କ'ଣ ନା କଏନକୁ ୟୁଜ କରୁଛନ୍ତି। ସେ କଏନ ଗୁଡ଼ିକ ମଧ୍ୟରେ ରହିଛି 1 ଟଙ୍କା, 5 ଟଙ୍କା ଏବଂ 10 ଟଙ୍କିଆ ମୁଦ୍ରା। ଯୋଉ 1 ଟଙ୍କିଆ କଏନ ରହିଲା ସେଇ 1 ଟଙ୍କିଆ କଏନକୁ ତିଆରି କରିବାର କଷ୍ଟ ରହୁଛି 1.11 ରୁପିସ୍। 5 ଟଙ୍କିଆ କଏନକୁ ତିଆରି କରିବାର କଷ୍ଟ ରହୁଛି 3.69 ରୁପିସ୍ ଏବଂ 10 ଟଙ୍କିଆ କଏନକୁ ତିଆରି କରିବାର କଷ୍ଟ ରହୁଛି ଆରବିଆଇର 5.54 ରୁପିସ୍। ଏବଂ ଯଦି ନୋଟକୁ କାଉଣ୍ଟ କରିବା ନା 10 ଟଙ୍କିଆ ନୋଟକୁ ତିଆରି କରିବା ପାଇଁ ଖର୍ଚ୍ଚ ହେଉଛି କେତେ 0.96, 20 ଟଙ୍କିଆ ନୋଟ ପାଇଁ 0.95, 50 ଟଙ୍କିଆ ପାଇଁ 1.13, 10 ବା 100 ଟଙ୍କିଆ ପାଇଁ 1.17 ଏହିପରି କଷ୍ଟ ରହୁଛି। ତ ସେ କଷ୍ଟ ସହିତ ଯଦି ଆଲୋଚନା କରିବା ନା ହ୍ୱେର୍ ଇଜ୍ ମନି ପ୍ରିଣ୍ଟେଡ୍ ଇନ୍ ଇଣ୍ଡିଆ, ଅର୍ଥାତ୍ ଭାରତର କେଉଁ କେଉଁଠାରେ ଆମର ଏଇ ମନି ବା ଟଙ୍କା ପ୍ରିଣ୍ଟ ହେଉଛି ନା ଗୋଟେ ରହିଲା କ'ଣ ନା ନୋଇଦା ଯୋଉଟା କି ତମର ୟୁପି ବା ଆମେ କହିପାରିବା ଦିଲ୍ଲୀରେ ରହିଛି ନୋଇଦା। ସେହିପରି ତମର ଆସିଲା ଆଉ କୋଉ ଜାଗା ଅଛି ନା ଦେୱାସ ଅଛି, ତା ସହିତ ନାସିକ ଅଛି, ମୁମ୍ବାଇ ମହାରାଷ୍ଟ୍ର, ମହୀଶୂର ରହିଛି ଆମର କେରଳାରେ, ତା ସହିତ ରହିଛି ହାଇଦ୍ରାବାଦ, ତା ସହିତ ରହିଛି ସାଲବୋନି ଏବଂ କାଲକାଟା। ଏଇ ସବୁ ଯୋଉ ସ୍ଥାନ ଯାହା ରହିଲା ଏଇ ଜାଗାରେ କ'ଣ ହଉଛି ନା ଆରବିଆଇ ର ଯାହା ବି ନ୍ୟୁ ନୋଟ୍ସ ରହିଛି ବା ଆରବିଆଇ କରେନ୍ସି ନୋଟ ପ୍ରିଣ୍ଟିଂ ପ୍ରେସ୍ ଏଇ ଜାଗା ଗୁଡ଼ିକରେ ରହିଛି। ତ ନେକ୍ସଟ କ'ଣ ରହିଛି ତ ସେ ବିଗ୍ ନ୍ୟୁଜ କ'ଣ ରହିଛି, ସେ ବିଗ୍ ନ୍ୟୁଜକୁ ପୁରା ଡିଟେଲରେ ଆଲୋଚନା କରିବା। ନା ଦ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ଇଜ reviving a decade old plan to introduce polymer or plastic bank notes। ନା ଆମର ଯୋଉ ଆରବିଆଇ ରହିଲା ସେ 1
ଶତାବ୍ଦୀ ସରି ଏକ ଦଶାବ୍ଦୀ ବା ଗୋଟେ 10 ବର୍ଷ ହେଲା ସେ ପ୍ଲାନିଂ କରି ଚାଲିଛି କ'ଣ ନା ଇଣ୍ଟ୍ରୋଡ୍ୟୁସ କରିବା ପାଇଁ ଯୋଉ ପ୍ଲାଷ୍ଟିକ ନୋଟ ଏ ପାଇଲଟ ପ୍ରୋଜେକ୍ଟ ଇଜ ଏକ୍ସପେକ୍ଟେଡ ସୁନ୍ ବା କମିଂ ସୁନ୍ ରେ ଆସୁଛି ଏଇ ପ୍ରୋଜେକ୍ଟ ଯୋଉ ପ୍ରୋଜେକ୍ଟରେ କ'ଣ ହବ ନା ପଲିମେୟର ବା ପ୍ଲାଷ୍ଟିକ ନୋଟକୁ ଆମେ ୟୁଜ କରିବା। ଦ ମେନ୍ ଫୋକସ ରହିଛି କ'ଣ ନା ଲୋୟର ଡିନୋମାଇନେସନ୍ସ ବା ଲୋୟର ଡିନୋମାଇନେସନ୍ ମିନ୍ସ କ'ଣ ନା 10 ଟଙ୍କା 20 ଟଙ୍କା ଏଇଗୁଡ଼ିକୁ ପ୍ରଥମେ ଆମେ ତାକୁ ପ୍ଲାଷ୍ଟିକର ବାହାର କରିବ। କାରଣ ନା ହ୍ୱାଏ ଲୋୟର ଡିନୋମାଇନେସନ୍ସ ନା ବିକଜ ଦେ ଚେଞ୍ଜ ହ୍ୟାଣ୍ଡସ ଦ ମୋଷ୍ଟ ଆଣ୍ଡ ୱେର ଆଉଟ୍ ଦ ଫାଷ୍ଟ। କାରଣ ଏ ଯୋଉ 10 ଟଙ୍କିଆ 20 ଟଙ୍କିଆ ନୋଟ ଗୁଡ଼ିକ ଶୀଘ୍ର ଶୀଘ୍ର କ'ଣ କରିପାରନ୍ତି ନା ଲୋକମାନଙ୍କ ଠାରୁ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ଟ୍ରାନ୍ସଫର ହୋଇଥାଏ। ତେଣୁ ଫାଷ୍ଟଲି 10 ଆଉ 20 ରୁପିସର ପ୍ଲାଷ୍ଟିକ ନୋଟକୁ ବାହାର କରିବ ଆରବିଆଇ, ଦେନ୍ ଇଣ୍ଟ୍ରୋଡ୍ୟୁସ କରିବ ଅଲଗା ନୋଟ୍ସ ଗୁଡ଼ିକ। ଦେନ୍ ଦ ପ୍ରୋବ୍ଲେମ ଅଫ ଦ କ୍ରସିଂ କଷ୍ଟ ଅଫ କ୍ୟାଶର ଯୋଉ କଷ୍ଟ ରହିଛି କଷ୍ଟ ଗୁଡ଼ିକ କ'ଣ ଥିଲା ବର୍ତ୍ତମାନ ଆଲୋଚନା କରିବା। ନା କଷ୍ଟ ଅଫ କ୍ୟାଶର କ'ଣ କଷ୍ଟ ରହିଥିଲା ଦେଖ ଏଇଟା ତମର ଥିଲା ନା 2024 ଆଉ 25ରେ ସେ କ୍ୟାଶ ଯୋଉ କ୍ୟାଶ ଗୁଡ଼ିକ ସବୁ ନଷ୍ଟ ହୋଇଯାଇଥିଲା ସେ ନଷ୍ଟ ହୋଇଯାଇଥିବା କ୍ୟାଶର କ'ଣ ସବୁ କଷ୍ଟ ରହିଛି ଚାଲନ୍ତୁ ଆଲୋଚନା କରିବା। ନା 2024 ମସିହାରେ କ'ଣ ହେଇଥିଲା ନା 5,101 କୋଟି ଟଙ୍କା ପୁରାପୁରି ସେଇ ଯୋଉ ନଷ୍ଟ ହୋଇଯାଇଥିବା କ୍ୟାଶରୁ ସରିଥିଲା। ସେହିପରି 2025ରେ କ'ଣ ଥିଲା ନା 6,372.8 କୋଟି ଟଙ୍କା ସେଇ ଯୋଉ ଚିରା ଫଟା କ୍ୟାଶରେ ହିଁ ସରି ଯାଇଥିଲା। ତ ଏଇପରି ଭାବରେ କ'ଣ ହଉଛି ବଢିବାରେ ଲାଗିଛି ନା 23.8 billion price of soiled banknotes were deposited of 20 ନା ଇୟର 25ରେ ଡିପୋଜିଟ୍ ହେଇଥିଲା ଯୋଉଟା କି 12.3% ଜମ୍ପ ଫ୍ରମ୍ ଦ ପ୍ରିଭିୟସ୍ ଇୟର। ନା ପ୍ରିଭିୟସ୍ ଇୟରରୁ ଯଦି ଦେଖିବା 12.3% ଅଧିକ ବଢିବାରେ ଲାଗିଛି କୋଉ କ୍ୟାଶ ଗୁଡ଼ିକ ଯୋଉ କ୍ୟାଶ ଗୁଡ଼ିକ ନଷ୍ଟ ହୋଇ ଯାଇଛି। ଏଗୁଡିକ ଥିଲା ସବୁ ବେସିକ ଇନଫରମେସନ। ଆଉ କ'ଣ ଇନଫରମେସନ ରହିଛି ରିଗାର୍ଡିଂ ଦ ଟପିକ ଉପରେ କ'ଣ ରହିଛି ନା ଦ ୟୁପିଆଇ ପାରାଡକ୍ସ ଅର୍ଥାତ୍ ଯଦି ଆମେ ଚାହିଁଲେ ସେ ଯୋଉ କ୍ୟାଶ ଟ୍ରାଞ୍ଜାକ୍ସନକୁ ରୋକି ଦେଇ ପାରିବା ରୋକିପାରି ଆମେ କ'ଣ କରିପାରିବା ନା ସବୁଗୁଡ଼ିକ କେବଳ ୟୁପିଆଇରେ ଟ୍ରାଞ୍ଜାକ୍ସନ କରିବା। ଯଦି ଆମେ ୟୁପିଆଇରେ ଟ୍ରାଞ୍ଜାକ୍ସନ କରିବା ତାହେଲେ କ'ଣ ଏମିତି ରଙ୍ଗ ଅଛି ନା ଡିଜିଟାଲି ଆମେ କ'ଣ ହେଇପାରିବା ବୁମିଂ ହେଇପାରିବ କ୍ୟାଶ ହଜିପାରିବ। ଦେଖ the data currency in circulation hit a record high of 42.886 trillion in May 2026ରେ କ'ଣ ହେଇଥିଲା ନା ୟୁପିଆଇ ଟ୍ରାଞ୍ଜାକ୍ସନଟା ବୃଦ୍ଧି ପାଇଛି କିନ୍ତୁ ଫିଜିକାଲି ମନି ଉପରେ ଆମେ ଅଧିକ ଫୋକସ କରୁଛନ୍ତି। ଅଯଥା ଆମେ ୟୁପିଆଇରେ ଟ୍ରାଞ୍ଜାକ୍ସନ କରିବା ପାଇଁ ବଡ଼ ବଡ଼ ଆମାଉଣ୍ଟକୁ କ'ଣ କରୁଛନ୍ତି ଭୟ କରୁଛନ୍ତି କାଳେ କ'ଣ ଫ୍ଲଡ୍ ହେଇଯାଇପାରେ। କିନ୍ତୁ ଯଦି ଆମେ ଫିଜିକାଲି କିଛି ମନି ଦଉଛନ୍ତି ତାକୁ ଆମେ କ'ଣ ବଡ଼ ବଡ଼ ଟ୍ରାଞ୍ଜାକ୍ସନ ଗୁଡ଼ିକୁ ଆକ୍ସେପ୍ଟ କରୁଛନ୍ତି। ତେଣୁ ଆମେ ସବୁ କିଛି ଆମେ ୟୁପିଆଇରେ ଟ୍ରାଞ୍ଜାକ୍ସନ କରିପାରିବା ନାହିଁ। ତେଣୁ ଏଇଟା ଗୋଟେ ୟୁପିଆଇ ପାରାଡକ୍ସ। ନାଉ ଡିସ୍କସନ କରିବା ହ୍ୱାଟ ଏକ୍ଜାକ୍ଟଲି ଇଜ ଏ ପଲିମେୟର ନୋଟ ଅର୍ଥାତ୍ ଗୋଟେ ନୋଟଟା ଯୋଉ ଆମର ଯୋଉ ବର୍ତ୍ତମାନ ତିଆରି କରିବ ଯୋଉ ନୋଟଟା ବର୍ତ୍ତମାନ ଆରବିଆଇ ତିଆରି କରିବ ସେ ନୋଟଟା ଆକ୍ଚୁଆଲରେ କେମିତି ତିଆରି ହଉଛି ତାର କମ୍ପୋଜିସନଟା କେମିତି ଅଛି ନା ସେଟା ବିଓପିପି ମଡେଲରେ ତିଆରି ହଉଛି ବାୟୋକ୍ସିକାଲି ଓରିଏଣ୍ଟେଡ ପଲିପ୍ରୋରୋପ୍ଲେନି ରେ ତିଆରି ହଉଛି ମାନେ ମନେ ରଖିବ ଖାଲି ବିଓପିପି ମଡେଲରେ ତିଆରି ହଉଛି ଯାହାର କିଛି ଗୁଡିଆ ଲେୟାର ରହୁଛି ଏ ଲେୟାର ଗୁଡ଼ିକ ତାକୁ କ'ଣ କରୁଛି ନା ତାକୁ ସପୋର୍ଟ କରିବ। ଦେଖିପାରୁଥିବ ମିନିମମ୍ 1 2 3 ରୁ 4 4ଟା 5ଟା ଲେୟାରରେ ତିଆରି ହଉଛି। ବର୍ତ୍ତମାନ ଆଲୋଚନା କରିବା ନା ଦ ଅଲ୍ଟିମେଟ୍ ଶୋ ଡାଉନ୍ କାରଣ ପେପର ଆଉ ପଲିମେୟର ଭିତରେ କ'ଣ ସବୁ ଡିଫରେନ୍ସିଏସନ୍ ଅଛି। ନା ଯୋଉ ଟ୍ରାଡିସନାଲ ପେପର ମେଟେରିଆଲଟା କ'ଣ ହଉଥିଲା ନା କଟନରେ ତିଆରି ହଉଥିଲା ଏଇଟା କୋଉ ମଡେଲରେ ତିଆରି ହବ ନା ବିଓପିପି ସିନ୍ଥେଟିକ ରେଜିନ୍ ମଡେଲରେ ତିଆରି ହବ। ନା ତାର ଲାଇଫ ସ୍ପାନ ଥିଲା କେତେ ନା 1.5 ରୁ 2 ବର୍ଷ ଅର୍ଥାତ୍ ଗୋଟେ ନୋଟ ତିଆରି ହେଇସାରିଲା ପରେ ତାକୁ 1.5 ରୁ 2 ବର୍ଷ ପରେ ସେ ନଷ୍ଟ ହେଇଯାଉଥିଲା କିନ୍ତୁ ଆର ଲାଇଫ ଲାଇନଟା ରହିବ କେତେ 3.5 ବର୍ଷ ଯାହାକି ତାର 4 ଗୁଣା ଲଙ୍ଗର ଅଛି।
हाइजेनिक जदि आमे देखिया कौन पोरियस एब्सॉर्ब और कौन स्वीट और दैट मीन्स कौन ना एगुड़ी को ओदा ही जाई परथुला किंतु एगुड़ी किछि हेले वाटर प्रूफ हेगिरी तयारी हबो आर जो चीप टू प्रिंट बट फ्रीक्वेंट रिप्लेसमेंट आम जो प्रोडक्शन कॉस्ट रहिला तार ना कागज नोट रे तार प्रोडक्शन कॉस्ट टिके कम रहइबो किंतु एटा ता गुणा रे 2 माने 2x ज्यादा रहइबो बा अधिक रहइबो जदि आलोचना करिबा ना हाउ केमिस्ट्री काउंटर फ्रॉड ना जो फ्रॉड होउची टंका को आमे जापानी नोट कहउचंती किबा आमे जदि कहउचंती जो देखुचंती आमे चिल्ड्रंस बैंक ऑफ इंडिया रो नोट्स तयारी करचती ता सहित आमे देखुचंती गोटे गोटे नोट्स गुडू कोन कॉपी करा जाउची से जो कॉपी करा जाउची से कॉपी केमिति रोका जाई परिबो ना आरो एठी गोटे सिक्रेटली एठी कोन होउची ना नोट रे गोटे स्पेशल ड्यूटी माने मटेरियल यूज हबो जो मटेरियल ला कि आउ कोडी अवेलेबल हबोनी एवं सेही मटेरियल ला को आमे कोन करि परिबा ना ताको आउ सेकंड टाइम रिपीट करि परिबा नाही जा फल रे प्रिंटिंग टाइम रे ताको व्यवहार करा जाइथिबो आरबीआई यूज करथिबो जा फल रे ए नोट को आमे आउ कॉपी करि परिबा नाही सहज रे ए नोट को आमे कॉपी करि परिबा नाही जदि आमे हिस्टोरिकली देखिबा ना कैश रो यूज बा प्लास्टिक कैश रो यूज देखिबा ना 1880s रे कोन हेतला ना फेल हेतला कोडे ना हाइटी एंड कोस्टा रिका न्यू ट्राइटेरिक एटा गोटे स्टेट थिबा सेडे कोन हेतला ना याकू प्लास्टिक कैश को यूज करा हेतला जा फल सेडा लॉस हे जाइतला किंतु 1888 रे कोन हैला ना द ब्रेक थ्रो हेतला ऑस्ट्रेलिया रे याकू यूज करा जाइतला पॉलीमर मॉडल को तापरे ए 1996 रे कोन हैला ना ऑस्ट्रेलिया बिकम द फर्स्ट कंट्री टू स्विच 100% पॉलीमर नोट ना ऑस्ट्रेलिया जो कंट्री रो जहा भी नोट्स रहिछि से नोट्स गुडी को संपूर्ण रूपे पॉलीमर रे तयारी करा गला से पुनी 1998 रे रोमानिया रे याकू यूज करा गला बा यूरोप रो तापरे टुडे आज कोन करचंदी ना ओवरली 60 कंट्रीज एकाथरे कोन यूके कनाडा सिंगापुर वियतनाम सब कंट्री गुडी को पॉलीमर नोट बा प्लास्टिक नोट को यूज करिया पे वर्तमान जाउ जदि देखिबा इंडिया जो फास्ट ट्राई द कैश फ्लैश बैक टू कोन कोन रहिछि ना केबठार टंका यूज करा आरंभ हलानी ना 2012 मसिया रे प्रथमे 10 टंकिया पॉलीमर नोट यूज करा जाइथिला जोडा कि 1 बिलियन रो बाहर करा जाइथिला देन द टेस्ट टेस्ट सिटी जदि थिला कोच्चि मैसूर जयपुर शिमला भुवनेश्वर आदि एरिया गुडा रे कोन करा जाइथिला ना को टेस्ट करा जाइथिला किंतु एडा कोन हे जाइथिला ना टोटल रूपे जे देखिबा एडा कोन हेतिला ना पूरा रंग बाय जो प्रोग्राम थिला बा जो प्रोसीजर रे को आना जाइथिला से गुडी को टोटल रूपे कोन हेतिला रंग बोली प्रमाणित होइथिला जदि वर्तमान देखिबा तो कौन प्रॉब्लम रही ना इफ दे आर सो ग्रेट जदि एई पॉलीमर नोट टी पूरा ग्रेट ताले व्हाट्स द कैच तक हम किन व्यवहार करबा ना जो नॉर्मल एटीएम गुडा को रहिछि द एई एटीएम गुडी को त कोन करि परिबे ना पॉलीमर कैश को कोन करि पारे ना हैंडल करि परिबे नाही ता पई एक्स्ट्रा डिवाइस दरकार ता पई एक्स्ट्रा हमर सॉफ्टवेयर हार्डवेयर को डेवलप करिया पई पड़िबो तो एक्स्ट्रा खर्च आछियो तो सेटा का देखि परिया ना कैपिटल एक्सपेंडिचर मोस्ट हबो ना नहीं तो सेति पई अधिक कोन पेमेंट प्रोसेस जो हेले मध्ये ताको चेंज करिया पई पड़िबो तो देखिया गले मोस्ट ऑफ द टाइम अधिक कोन होउची चीप कैपिटल माने अधिक टंका खर्च हबो जदि देखिबा ना एटा द एनवायरनमेंट डिबेट जे कोन तेरै करछि ना एटा कॉटन वेसेस प्लास्टिक रो जे देखिबा कोटा एनवायरनमेंट को सुवाइला पळी काम दबो ना द अजप्शन प्लास्टिक इज बेस्ड फॉर द अर्थ पेपर इज बायोडिग्रेडेबल माने पेपर को हमें कोन करबारे ना बायोडिग्रेडेबल ताको हमें कोन करबारे माटी रे मिसई पारबा सहज रे किने प्लास्टिक को हमें व्यवहार कले ताको माटी रे मिसई पारबानी द रियलिटी पॉलीमर एक्चुअली हैज ए लोअर ओवरऑल कार्बन फुटप्रिंट तो एटी देखिया गले ना को कार्बन फुटप्रिंट कम रहिछि जा फल रे कोन हबो ये माटी रे सहज रे मिसि पारिबो नाही।
तो ये गोटे कौन हम ना एनर्जी इंटेंसिव क्रिएट कर पॉलीमर नोट्स लास्ट इयर्स लंगर मतलब यहाँ टी अधिक समय आम व्यवहार कर जदि द फाइनल टेकअवे देखा तो कौन करवा इंडिया कैश यूजेज इज सोराइजिंग soaring paper notes are too expensive to keep replacing technology ATM और sensors has finally caught up to solve in 2012 problem तो RBI is prioritizing कौन करछि ना लॉन्ग टर्म ड्यूरेबिलिटी ऊपर फोकस करछि ताको डेली डेली केते तयारी करबा जदी कागज नोट नष्ट होई जिवो तो लॉन्ग टर्म पई तो फास्ट लाइकली 10 और 20 रुपीस पॉलीमर नोट बाहर करबो तापर 5 डे फेज गला परे नेक्स्ट पेज रे अलगा नोट्स गुडी को बाहर करबो सो ग्रेट रेडी द फ्यूचर ऑफ द रुपी इज प्लास्टिक सिक्योर एंड बोल्ट टू लास्ट तो कौन हबो तो वर्तमान रेडी हुआ प्लास्टिक नोट आसबाको जाउची तो ये थिला टोटल तमरो करंट इवेंट ऊपर गोटे टॉपिक जदी तमरो किछि डाउट रहिछि तो या ऊपर तमे नियत रूप रे कमेंट सेक्शन रे जणेबो एवं जदी ए प्लास्टिक नोट रिगार्डिंग किछि भी डाउट रहिछि ताहले नियत रूप रे जणेबो एवं तार रिप्लाई मध्य खूब शीघ्र दिया जिवो तो समस्त को थैंक यू टू जॉइन स्टडी विथ सुमित यूट्यूब चैनल।